ଓମ୍ ନମୋ ଭଗବତେ ବାସୁଦେବାୟ। ଓମ୍ ନମୋ ଭଗବତେ ବାସୁଦେବାୟ। ଆଜିର ଏହି ଆଧ୍ୟାତ୍ମିକ ଆଲୋଚନାକୁ ସମସ୍ତ ଶ୍ରୋତାଙ୍କୁ ସ୍ୱାଗତ। ଆମେ ପୁଣି ଥରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଅମର କୃତି ମାନେ ଆମ ଓଡ଼ିଆ ଭାଗବତର ଗଭୀରତାରେ ପ୍ରବେଶ କରୁଛେ। ହଁ, ନିଶ୍ଚିତ ଭାବରେ। ଆଜି ଆମେ ପ୍ରଥମ ସ୍କନ୍ଧର ତ୍ରୟୋଦଶ ଅଧ୍ୟାୟର ଗୋଟେ କଣ କହନ୍ତି ବହୁତ ମର୍ମସ୍ପର୍ଶୀ ଆଉ ଗୁରୁତ୍ୱପୂର୍ଣ୍ଣ ଅଂଶ ବିଷୟରେ କଥା ହେବା। ଆଚ୍ଛା। ଏଇଟା ହେଉଛି ଚତୁର୍ଥ ଭାଗ, ଯାହା ମୂଳ ଗ୍ରନ୍ଥରେ ଶ୍ଲୋକ ସଂଖ୍ୟା 101ରୁ ପ୍ରାୟ 136 ପର୍ଯ୍ୟନ୍ତ ଅଛି। ଆଉ ଏହି ଅଂଶରେ ଘଟଣାକ୍ରମ ବଡ଼ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ବିଦୁରଙ୍କ ଉପଦେଶ ପରେ ଧୃତରାଷ୍ଟ୍ରଙ୍କର ସେହି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି, ହଁ ହଁ। ତାପରେ ଗାନ୍ଧାରୀଙ୍କର ଅନୁଗମନ, ଆଉ ପରେ ହସ୍ତିନାପୁରରେ ଯୁଧିଷ୍ଠିର କେମିତି ବ୍ୟାକୁଳ ହେଉଛନ୍ତି ଏବଂ ଶେଷରେ ଦେବର୍ଷି ନାରଦଙ୍କର ଆବିର୍ଭାବ। ବା, ଏକଥା ଶୁଣିବାକୁ ତ ବହୁତ ଆଗ୍ରହ ଲାଗୁଛି। ମାନେ ଧୃତରାଷ୍ଟ୍ରଙ୍କ ଭଳି ଗୋଟେ ଜଟିଳ ଚରିତ୍ର, ତାଙ୍କର ଏମିତି ପରିବର୍ତ୍ତନ, ଏହା ତ ବାସ୍ତବିକ ଗଭୀର ଆଲୋଚନାର କଥା। ଏକଦମ। ଆମ ଶ୍ରୋତାମାନଙ୍କୁ ଅନୁରୋଧ, ଏହାର ସବୁ ଦିଗକୁ ଭଲ ଭାବରେ ବୁଝିବା ପାଇଁ ଆଲୋଚନାଟି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଶୁଣନ୍ତୁ। ଆଉ ଯଦି ଆପଣମାନେ ଏମିତି ଭାଗବତ ରସ ଆଉ ଜ୍ଞାନ ନିୟମିତ ପାଇବାକୁ ଚାହାନ୍ତି, ତାହେଲେ ଆମ ସାଙ୍ଗରେ ଯୋଡ଼ି ହୋଇ ରହିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା କଥା ବିଚାର କରିପାରନ୍ତି। ହଁ, ଏହା ଆମକୁ ବି ଟିକେ ପ୍ରୋତ୍ସାହନ ଦେବ। ନିଶ୍ଚୟ। ତେବେ ଆଉ ଡେରି କାହିଁକି, ଆରମ୍ଭ କରିବା। ତ୍ରୟୋଦଶ ଅଧ୍ୟାୟ। ମୁଁ ପ୍ରଥମେ ପଦ୍ୟପାଠ କରୁଛି। ତକ୍ଷଣେ ମୋହ ଜଳ ଛାଡ଼ି ବନଗମନେ ଚିତ୍ତ ବଢ଼ି ବିଷ୍ଣୁର ମାୟା କରି ଦୂର ନବରୁ ହୋଇଲା ବାହାର। ବାଃ, ଦେଖନ୍ତୁ ଏଇ ଦୁଇଟି ପଦରେ ଗୋଟେ ବଡ଼ ପରିବର୍ତ୍ତନର ଚିତ୍ର ଅଛି। ତକ୍ଷଣେ ମାନେ ତତ୍କ୍ଷଣାତ୍, ଜମା ବିଳମ୍ବ ନ କରି। ବିଦୁରଙ୍କ କଥା ଶୁଣିବା ମାତ୍ରେ ହିଁ ଧୃତରାଷ୍ଟ୍ର ସବୁ ମୋହ ଆଉ ଜଡ଼ତା ଛାଡ଼ିଦେଲେ। ଏଠି ମୋହ କହିଲେ କେବଳ ପୁତ୍ରମୋହ ନୁହେଁ, ବରଂ ରାଜ୍ୟ, ପଦ, ପ୍ରତିଷ୍ଠା, ଏମିତି ସବୁ ସାଂସାରିକ ଆସକ୍ତି। ଆଚ୍ଛା। ଆଉ ଜଡ଼ତା ହେଲା ସେଇ ମୋହରୁ ଯୋଉ ନିଷ୍କ୍ରିୟତା ଆସେ, ସତକୁ ସ୍ୱୀକାର ନ କରିବାର ଗୋଟେ ଅବସ୍ଥା। ବଳତା ଥିଲା ନା? ମହାଭାରତ ଯୁଦ୍ଧର ବି ତ ଏଇଟା ଗୋଟେ ମୁଖ୍ୟ କାରଣ ଥିଲା। ତେବେ ଏତେ ଶୀଘ୍ର, ତକ୍ଷଣେ ସେ ଏହାକୁ ଛାଡ଼ିଦେଲେ, ଏହା ମାନେ କେତେ ସହଜ ହେଲା ତାଙ୍କ ପାଇଁ? ଏଇଟା ଗୋଟେ ଭଲ ପ୍ରଶ୍ନ। ବାସ୍ତବରେ ଦେଖିଲେ ଏହା ବହୁଦୂରେ ଏମିତି କହିପାରିବା, ଦୀର୍ଘଦିନର ଅନ୍ତର୍ଦ୍ୱନ୍ଦ୍ୱର ଫଳ ଥିଲା। ପୁଅମାନଙ୍କର ମୃତ୍ୟୁ, ରାଜ୍ୟ ହରାଇବା, ପାଣ୍ଡବଙ୍କ ଆଶ୍ରୟରେ ରହିବା, ଏସବୁ ତାଙ୍କୁ ଭିତରୁ ଭିତରୁ ପୁରା ଭାଙ୍ଗି ଦେଇଥିଲା ବୋଧେ। ବିଦୁରଙ୍କ ଉପଦେଶଟା ଖାଲି ସେଇ ନିଆଁରେ ଘିଅ ପକେଇଲା ପରି ହେଲା। ଆଉ ଦ୍ୱିତୀୟ ପଦରେ ଯାହା କୁହାଯାଇଛି, ବିଷ୍ଣୁର ମାୟା କରି ଦୂର, ଏଠି ବିଷ୍ଣୁର ମାୟା କ'ଣ? ହଁ, ସେଇଟା କ'ଣ? ଏହା ସେଇ ସାଂସାରିକ ଆକର୍ଷଣ ଯେଉଁଥିରେ ଜୀବ ବାନ୍ଧି ହୋଇ ରହିଥାଏ ଆଉ ନିଜର ପ୍ରକୃତ ସ୍ୱରୂପ କିମ୍ବା ପରମ ସତ୍ୟକୁ ଭୁଲିଯାଏ। ଆଚ୍ଛା। ତେବେ ସେହି ମାୟାକୁ ଦୂର କରିବା ମାନେ ଆଧ୍ୟାତ୍ମିକ ଚେତନାର ଜାଗରଣ। ଏହା କେବଳ ଇଚ୍ଛା ନୁହେଁ, ଏକ ପ୍ରକାରର କ'ଣ କହନ୍ତି, ଆଧ୍ୟାତ୍ମିକ ବିଜୟ ମଧ୍ୟ। ସେଥିପାଇଁ ଯାଇ ସେ ନହରରୁ ବାହାରି ପାରିଲେ। ଓହୋ, ବୁଝିଲି। ଅର୍ଥାତ୍ ଏହା କେବଳ ପଳେଇଯିବା ନଥିଲା, ବରଂ ଏକ ଜାଗରଣ ଥିଲା। ବହୁତ ବଢ଼ିଆ। ଏହାପରେ ଗାନ୍ଧାରୀଙ୍କ କଥା ଆସୁଛି। ପତିର ବନବାସ କଥା ଶୁଣି ସାନନ୍ଦେ ପତିବ୍ରତା ବିଦୁର କାନ୍ଧେ ଦେଇ କର ନଗରୁ ହୋଇଲେ ବାହାର। ଏଠି ଦେଖନ୍ତୁ ଗାନ୍ଧାରୀଙ୍କ ଚରିତ୍ରର ମହାନତା। ପତି ବଣକୁ ଯାଉଛନ୍ତି ଶୁଣି ସେ ଦୁଃଖ କରୁନାହାନ୍ତି, ବରଂ ସାନନ୍ଦେ ମାନେ ଆନନ୍ଦିତ ହେଉଛନ୍ତି। ହଁ। ଏଇଟା ତାଙ୍କର ପ୍ରତିବ୍ରତା ଧର୍ମର ପରାକାଷ୍ଠା। ପତି ଯୋଉ ବାଟରେ ଯିବେ ସେ ବି ସେଇ ବାଟରେ ଯିବେ, ସୁଖରେ ହଉ କି ଦୁଃଖରେ। ରାଜପ୍ରାସାଦର ସୁଖ ସୁବିଧା ତାଙ୍କ ପାଇଁ ପତିଙ୍କ ସାଙ୍ଗରେ ରହିବାଠୁ ବଡ଼ ନୁହେଁ। କିନ୍ତୁ ତାଙ୍କର ଏଇ ଯୋଉ ଆନନ୍ଦ, ଏଇଟା କ'ଣ କେବଳ କର୍ତ୍ତବ୍ୟ ପାଳନର ଆନନ୍ଦ ଥିଲା, ନା ଏହା ପଛରେ ଆଉ କିଛି ଗଭୀର କାରଣ ବି ଥାଇପାରେ? ମାନେ ହୁଏତ ସେଇ ରାଜପ୍ରାସାଦର ବାତାବରଣ, ଯୋଉଠି ସେ ନିଜ ପୁଅମାନଙ୍କର ପତନ ଦେଖିଥିଲେ, ସେଠୁ ମୁକ୍ତି ପାଇବାର ଗୋଟେ ଆଶ୍ୱସ୍ତି ବି ଏଥିରେ ଥିଲା। ହଁ, ଏଇଟା ବି ଗୋଟେ ସମ୍ଭାବନା କହିହେବ। ନିଶ୍ଚିତ ଭାବରେ ହସ୍ତିନାପୁରର ସ୍ମୃତି ତାଙ୍କ ପାଇଁ ବହୁତ ପୀଡ଼ାଦାୟକ ଥିଲା। ଠିକ୍। ତେଣୁ ପତିଙ୍କ ସହିତ ବଣକୁ ଯାଇ ଗୋଟେ ଶାନ୍ତ ଆଧ୍ୟାତ୍ମିକ ଜୀବନ ବିତେଇବାର ଯେଉଁ ସମ୍ଭାବନା, ସେଇଟା ତାଙ୍କୁ ଆନନ୍ଦ ଦେଇଥାଇପାରେ। ଏହା କେବଳ ପତିଙ୍କ ପ୍ରତି କର୍ତ୍ତବ୍ୟ ନୁହେଁ, ବରଂ ନିଜ ଆତ୍ମାର ଶାନ୍ତି ପାଇଁ ବି ଗୋଟେ ପଦକ୍ଷେପ ହୋଇପାରେ। ଆଉ ସେଇ ଯୋଉ ବିଦୁର କନ୍ଧେ ଦେଇ କର, ଏଇଟା ସୂଚଉଛି ଯେ ଗାନ୍ଧାରୀ ବି ବୃଦ୍ଧା ଥିଲେ ଆଉ ଆଖିରେ ପଟି ବାନ୍ଧିଥିଲେ। ତେଣୁ ବିଦୁରଙ୍କର ସାହାଯ୍ୟ ନେଇ ବାହାରିଲେ। ଏଥିରୁ ବିଦୁରଙ୍କର ସେମାନଙ୍କର ପ୍ରତି କେତେ ନିଷ୍ଠା ଆଉ ସାହାଯ୍ୟ କରିବାର ମନୋଭାବ ଥିଲା, ସେଇଟା ବି ଜଣାପଡ଼ୁଛି। ହଁ, ସତରେ ତାଙ୍କ ଯାତ୍ରା ବିଷୟରେ ଆଗକୁ କୁହାଯାଇଛି, ମନ ଆନନ୍ଦେ ବେନିଜନେ ପଶିଲେ ହିମାଳୟ ବନେ,
କ୍ଷତ୍ରିୟ ଯେହ୍ନ ମହାଯୁଦ୍ଧେ ପଶଇ ମନର ସାନନ୍ଦେ। ଏଠି ପୁଣି ସେଇ ମନ ଆନନ୍ଦେ ଶବ୍ଦର ବ୍ୟବହାର। ଧୃତରାଷ୍ଟ୍ର ଆଉ ଗାନ୍ଧାରୀ ଦୁହେଁ ଆନନ୍ଦ ମନରେ ହିମାଳୟ ବଣ ଭିତରେ ପଶିଲେ। ଏଥିରେ କୌଣସି ବାଧ୍ୟବାଧକତା ନଥିଲା। ଆଉ ଏହି ଆନନ୍ଦକୁ ତୁଳନା କରାଯାଇଛି ଜଣେ କ୍ଷତ୍ରିୟ ସାଙ୍ଗରେ ଯିଏ ଆନନ୍ଦରେ ମହାଯୁଦ୍ଧକୁ ଯାଏ। ତୁଳନାଟା କିନ୍ତୁ ବଡ଼ ଆଶ୍ଚର୍ଯ୍ୟ ଲାଗୁଛି। ଯୁଦ୍ଧ ତ ହେଉଛି ବିନାଶ ଆଉ ମୃତ୍ୟୁର ଜାଗା, ଆଉ ବଣକୁ ଯିବା, ବିଶେଷ କରି ବୁଢ଼ା ବୟସରେ, ସେଟା ବି କମ୍ କଷ୍ଟ ନୁହେଁ। ତେବେ ଏ ଆନନ୍ଦ କାହିଁକି? କୋଉ ଯୁଦ୍ଧରେ ସେମାନେ ପଶୁଥିଲେ? ଦେଖନ୍ତୁ, ଏଇଟା ବାହାରର ଯୁଦ୍ଧ ନୁହେଁ, ଏଇଟା ଥିଲା ଭିତରର ଯୁଦ୍ଧ। ନିଜର ଇନ୍ଦ୍ରିୟ, ମନ, ଅହଙ୍କାର ଆଉ ସବୁକୁ ବଡ଼ କଥା ସାଂସାରିକ ଆସକ୍ତି ବିରୁଦ୍ଧରେ ଯୁଦ୍ଧ। ଆଚ୍ଛା, ଭିତରର ଯୁଦ୍ଧ। ହଁ, ଜଣେ କ୍ଷତ୍ରିୟ ପାଇଁ ଯୁଦ୍ଧ ହିଁ ତାର ଧର୍ମ, ତାର କର୍ତ୍ତବ୍ୟ। ସେଥିରେ ଜିତ୍ ହଉ କି ମୃତ୍ୟୁ, ସେ ତାକୁ ଆନନ୍ଦରେ ଗ୍ରହଣ କରେ। ଠିକ୍ ସେମିତି ବାନପ୍ରସ୍ଥ ଆଶ୍ରମରେ ପଶି ସଂସାର ଛାଡ଼ି ଆଧ୍ୟାତ୍ମିକ ସାଧନାରେ ମନ ଦେବା, ଏଇଟା ବି ଥିଲା ସେମାନଙ୍କ ପାଇଁ ସେହି ସମୟର ଧର୍ମ। ସେହି ଧର୍ମ ପାଳନର କଠିନ ବାଟକୁ ସେମାନେ ଗୋଟେ ବୀର କ୍ଷତ୍ରିୟର ମନୋଭାବ ନେଇ ଆନନ୍ଦରେ ଗ୍ରହଣ କଲେ। ଏଇଟା ସେମାନଙ୍କର ଦୃଢ଼ ସଂକଳ୍ପ ଆଉ ଆଧ୍ୟାତ୍ମିକ ସାହସକୁ ଦେଖାଉଛି। ବହୁତ ସୁନ୍ଦର ଭାବରେ ବୁଝେଇଲେ। ଏବେ କାହାଣୀର ପଟ ପରିବର୍ତ୍ତନ ହେଉଛି, ଆସୁଛି ହସ୍ତିନାପୁର କଥା, ଧର୍ମରାଜ ଯୁଧିଷ୍ଠିରଙ୍କ ପ୍ରତିକ୍ରିୟା। ଏବେ ଶୁଣ ମୁନିବରେ, ଧର୍ମନନ୍ଦନ ନିଜ ଘରେ ସନ୍ଧ୍ୟାଦି ନିତ୍ୟକର୍ମ ସାରି ଅଗ୍ନିପୂଜନ ଦାନ କରି ଗୁରୁବନ୍ଦନ ପୂଜା ଅର୍ଥେ ଗୃହେ ପଶିଲେ କୃତକୃତ୍ୟେ। ଗୁରୁଭୁବନେ ଯାଇ ମିଳି ହସ୍ତରେ ଘେନି ଅର୍ଘ୍ୟସ୍ଥାଳୀ ତକ୍ଷଣେ ଦେଖି ଶୂନ୍ୟ ଘର କାତର ମନେ ନୃପବର। ଏଠି ଯୋଉ ହୋ ଶୁଣ ମୁନିବରେ ସମ୍ବୋଧନ ଅଛି, ସେଇଟା ମୂଳ ଭାଗବତର ଶ୍ରୋତା ରାଜା ପରୀକ୍ଷିତଙ୍କ ପାଇଁ, ଯାହାଙ୍କୁ ଶୁକଦେବ କହୁଛନ୍ତି। ଆଚ୍ଛା। ତେବେ କଥା ହେଉଛି, ଯୁଧିଷ୍ଠିର ନିଜର ଦୈନନ୍ଦିନ କାମରେ କେତେ ନିଷ୍ଠାବାନ ଥିଲେ। ସେ ପ୍ରତିଦିନ ସନ୍ଧ୍ୟାବନ୍ଦନା, ଅଗ୍ନିହୋତ୍ର, ପୂଜା, ଦାନଧର୍ମ ଏସବୁ ନିତ୍ୟକର୍ମ ସାରି ନିଜର ଗୁରୁଜନମାନେ ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କୁ ପ୍ରଣାମ କରିବାକୁ ଯାଉଥିଲେ। ଏଇଟା ତାଙ୍କ ରାଜଧର୍ମ ଆଉ ପାରିବାରିକ କର୍ତ୍ତବ୍ୟର ଅଂଶ ଥିଲା। ସେଦିନ ବି ସେ ପୁରା ନିଷ୍ଠାର ସହିତ କୃତକୃତ୍ୟ ଭାବରେ, ମାନେ ନିଜ କର୍ତ୍ତବ୍ୟ କରି ସନ୍ତୁଷ୍ଟ ମନରେ ହାତରେ ପୂଜା ଥାଳି ଧରି ସେମାନଙ୍କ କୋଠରୀ, ମାନେ ଗୁରୁଭୁବନକୁ ଗଲେ। କିନ୍ତୁ ସେଠି ପହଞ୍ଚିକି ଯାହା ଦେଖିଲେ, ସେଥିରେ ତ ସେ ସ୍ତବ୍ଧ ହୋଇଯାଇଥିବେ। ଶୂନ୍ୟ ଘର, ଆଉ ତାଙ୍କ ମନ କାତ୍ର ହୋଇଗଲା। ଏଇଟା ଖାଲି ଆଶ୍ଚର୍ଯ୍ୟ ନୁହେଁ, ଗୋଟେ ବଡ଼ ଆଶଙ୍କା ବି ସୃଷ୍ଟି କଲା ନିଶ୍ଚୟ। ସେମାନେ ଗଲେ କୁଆଡ଼େ? କାହିଁକି କିଛି ନ କହି ପଳେଇଗଲେ? ଏକଦମ। ଜଣେ ବୁଢ଼ା, ଆଖି ଦିଶୁନଥିବା ବଡ଼ ବାପା ଆଉ ତାଙ୍କ ସ୍ତ୍ରୀ, ଯାହାଙ୍କର ସବୁ ପୁଅ ମରିଯାଇଛନ୍ତି, ସେମାନେ ହଠାତ୍ ଗାୟବ ହୋଇଯିବାଟା ଯୁଧିଷ୍ଠିରଙ୍କ ପରି ଜଣେ ଧର୍ମପରାୟଣ ଆଉ ସ୍ନେହୀ ରାଜାଙ୍କ ପାଇଁ ବହୁତ ଚିନ୍ତାର କଥା। ତାଙ୍କର ପ୍ରତିକ୍ରିୟା ପରବର୍ତ୍ତୀ ପଦଗୁଡ଼ିକରେ ଅଛି। ପୁଛିଲେ ସଞ୍ଜୟକୁ ଚାହିଁ, ମୋ ଗୁରୁଜନେ ଗଲେ କାହିଁ? କେହି ନ ଶୁଣନ୍ତି ବଚନ, ଭୟେ ଚାହାନ୍ତି ଛନ୍ନ ଛନ୍ନ। ପୁଣି ବୋଲନ୍ତି ଜନେ ଚାହିଁ, ତାତ ଜନନୀ ଗଲେ କାହିଁ? ବିଦୁର ନାହିଁ ମୋର ପାଶେ, ତାତ ଜନନୀ ମୋନ ଦିଶେ। ସେ ପ୍ରଥମେ ସଞ୍ଜୟଙ୍କ ପଚାରିଲେ, କାରଣ ସଞ୍ଜୟ ତ ଧୃତରାଷ୍ଟ୍ରଙ୍କ ଅନ୍ତରଙ୍ଗ ଥିଲେ। ମୋ ଗୁରୁଜନମାନେ କୁଆଡ଼େ ଗଲେ? କିନ୍ତୁ କେହି କିଛି କହିଲେନି। ଖାଲି ଭୟେ ଚାହାନ୍ତି ଛନ୍ନ ଛନ୍ନ, ମାନେ ଭୟରେ ସ୍ତମ୍ଭ ହୋଇ ଚାହିଁ ରହିଲେ। ଓହୋ। ଏ ଯୋଉ ଚୁପ୍ ରହିବାଟା, ଏଇଟା ଯୁଧିଷ୍ଠିରଙ୍କ ଆଶଙ୍କାକୁ ଆହୁରି ବଢ଼େଇ ଦେଲା। ସେ ପୁଣି ଥରେ ଚାରିଆଡ଼େ ଯେଉଁ ଲୋକ ଥିଲେ ସେମାନଙ୍କୁ ପଚାରିଲେ। ସେ ଲକ୍ଷ୍ୟ କଲେ ଯେ କେବଳ ଧୃତରାଷ୍ଟ୍ର ଆଉ ଗାନ୍ଧାରୀ ନୁହନ୍ତି, ବିଦୁର ବି ସେଠି ନାହାନ୍ତି। ଆଚ୍ଛା, ବିଦୁର ବି ନାହାନ୍ତି। ହଁ, ଏଇଟା ତାଙ୍କ ମନରେ ଗୋଟେ ସନ୍ଦେହ ଆଣିଲା ଯେ ଏହା ବୋଧେ ଗୋଟେ ପ୍ଲାନ୍ କରି ପଳେଇବା କଥା। କିନ୍ତୁ ଏତେ ଲୁଚିକି କାହିଁକି? ଏବଂ ଏଇ ନୀରବତା ଆଉ ଅନିଶ୍ଚିତତା ଯୋଗୁଁ ଯୁଧିଷ୍ଠିରଙ୍କ ମନରେ କେମିତି ଭୟଙ୍କର କଳ୍ପନା ସବୁ ଆସିବାକୁ ଲାଗିଲା, ସେଇଟା ପରବର୍ତ୍ତୀ ପଦରୁ ପୁରା ସ୍ପଷ୍ଟ ହେଉଛି। ଲୋଚନେ ନଦୀ ସେଇ ପଥ, ଦଇବେ ବୟସେ ବୃଦ୍ଧତ୍ୱ, ପୁତ୍ରଙ୍କ ମରଣେ ଦୁଃଖିତ, କେବଳ ଦେଶେ ଉପଗତ, ନ ପୁଣି ପୁତ୍ର ଶୋକ ଜାଳେ, ପ୍ରାଣ ଛାଡ଼ିଲେ ଗଙ୍ଗା ଜଳେ, ବନ୍ଧୁ ସୁହୃତ୍ ପୁତ୍ର ନାଶେ, ମୋର ଜନନୀ ତାତ ତ୍ରାସେ, ଦୁଃଖ ସାଗରେ ନିମଜ୍ଜିଲେ, ମୋର ଦୁଷ୍କୃତ କର୍ମ ଫଳେ। ଏଇଟା ଯୁଧିଷ୍ଠିରଙ୍କର ଚରିତ୍ରର ଗୋଟେ ବିଶେଷ ଦିଗ। ସେ ଭାରି କରୁଣାମୟ ଆଉ ଦାୟିତ୍ୱବାନ। ସେ ଭାବୁଛନ୍ତି ଧୃତରାଷ୍ଟ୍ର ବୁଢ଼ା, ଅନ୍ଧ, ପୁଅମାନଙ୍କ ଶୋକରେ ଭାଙ୍ଗି ପଡ଼ିଛନ୍ତି। ଏମିତି ଅବସ୍ଥାରେ ସେ କୁଆଡ଼େ ଯାଇପାରିବେ? ତାଙ୍କ ମନରେ ସବୁଠାରୁ ଖରାପ ଆଶଙ୍କା ଆସୁଛି, କାଳେ ସେମାନେ ପୁତ୍ର ଶୋକ ସହି ନ ପାରି ଗଙ୍ଗାରେ ବୁଡ଼ି ଆତ୍ମହତ୍ୟା କରିଦେଲେ କି?
ଆଉ ଶେଷରେ ସେ ନିଜକୁ ଦୋଷ ଦେଉଛନ୍ତି। ମୋର ଦୁଷ୍କୃତ କର୍ମ ଫଳେ ଏମିତି କାହିଁକି? ସେ ତ ସବୁବେଳେ ଧର୍ମ ପାଳନ କରିଛନ୍ତି, ଧୃତରାଷ୍ଟ୍ର ଆଉ ଗାନ୍ଧାରୀଙ୍କୁ ଯଥେଷ୍ଟ ସମ୍ମାନ ବି ଦେଉଥିଲେ। ତେବେ ନିଜକୁ ଦୋଷୀ ଭାବିବାର କାରଣ କ'ଣ? ଏଇଟା ଯୁଧିଷ୍ଠିରଙ୍କର ମହାନତା ଆଉ ତାଙ୍କର ଗଭୀର ଆତ୍ମସମୀକ୍ଷାକୁ ଦେଖାଉଛି। ସେ ବୋଧହୁଏ ଭାବୁଛନ୍ତି ଯେ ଯୁଦ୍ଧ ପାଇଁ ସେ ବି କିଛି ପରିମାଣରେ ଦାୟୀ, ଯାହାପାଇଁ କୌରବମାନେ ମଲେ ଆଉ ଧୃତରାଷ୍ଟ୍ର ଗାନ୍ଧାରୀ ଏତେ ଦୁଃଖ ପାଇଲେ। ସେମାନଙ୍କର ଦୁଃଖର କାରଣ ସେ ନିଜେ ବୋଲି ଭାବି ସେ ଏମିତି କହୁଛନ୍ତି। ଏଇଟା ତାଙ୍କର ଅତ୍ୟଧିକ ସଂବେଦନଶୀଳତା ଆଉ ଦାୟିତ୍ୱବୋଧର ପରିଚୟ। ସେ ବୋଧହୁଏ ଭୁଲି ଯାଉଛନ୍ତି ଯେ ଧୃତରାଷ୍ଟ୍ରଙ୍କର ନିଜ କର୍ମ ହିଁ ତାଙ୍କ ଦୁଃଖର ମୂଳ କାରଣ ଥିଲା। ଏମିତି ଯୁଧିଷ୍ଠିର ବ୍ୟସ୍ତ ହେବା ଦେଖି ସଞ୍ଜୟ କ'ଣ କଲେ? ପରବର୍ତ୍ତୀ ପଦରେ ଅଛି, ସୂତ ଉବାଚ ଧର୍ମନନ୍ଦନ ବାକ୍ୟ ଶୁଣି ସାରଥି ନ କହିଲା ବାଣୀ ନ ଦେଖି ଧୃତରାଷ୍ଟ୍ର ପାଶେ ଅତି ପୀଡ଼ିତ ସ୍ନେହବଶେ ବିରହ ଦୁଃଖରେ ବିକଳ ନୟନୁ ବହେ ଅଶ୍ରୁଜଳ। ପୁଣି ସେ ମନେ ଧୈର୍ଯ୍ୟ ଧରି ହସ୍ତେ ପୋଛିଲା ନେହୁବାରି। ଧୃତରାଷ୍ଟ୍ରର ଯେ ବିଯୋଗ କହଇ ଯୁଧିଷ୍ଠିର ଆଗ। ଏଠି ସୂତ ଉବାଚ ମାନେ ମୂଳ ବକ୍ତା ସୂତ ମୁନି କହୁଛନ୍ତି, ଯୁଧିଷ୍ଠିରଙ୍କ କଥା ଶୁଣି ସଞ୍ଜୟ, ଯେ ଧୃତରାଷ୍ଟ୍ରଙ୍କର ସାରଥି ଥିଲେ ଆଉ ତାଙ୍କର ଭାରି ବିଶ୍ୱସ୍ତ ସାଙ୍ଗ ବି ଥିଲେ, ସେ ପ୍ରଥମେ କିଛି କହିପାରିଲେ ନାହିଁ। ଆଚ୍ଛା। କାରଣ ସେ ନିଜେ ବି ଧୃତରାଷ୍ଟ୍ରଙ୍କୁ ସେଠି ନ ଦେଖି ବହୁତ ଦୁଃଖ ପାଇଥିଲେ। ତାଙ୍କ ପ୍ରତି ଥିବା ସ୍ନେହ ଆଉ ସମ୍ମାନ ଯୋଗୁଁ ସେ ଭାରି ଦୁଃଖିତ ଥିଲେ। ତାଙ୍କ ଆଖିରୁ ଲୁହ ଗଡ଼ିବାକୁ ଲାଗିଲା। ଓହୋ, ତାଙ୍କର ଏମିତି ଭାବବିହ୍ୱଳ ଅବସ୍ଥା ଦେଖିଲେ ଲାଗୁଛି ଯେ ସେ ବୋଧହୁଏ ସତରେ କିଛି ଜାଣିନଥିଲେ। ସେ କ'ଣ ସତ କହୁଥିଲେ ଯେତେବେଳେ ସେ କହିଲେ, ସଞ୍ଜୟ ଉବାଚ ଶୁଣ ହେ ନୃପଚୂଡ଼ାମଣି, ତୋହର ପିୟର ଜନନୀ ରଜନୀ କାଳେ ଗଲେ କାହିଁ ସର୍ବଥା ନ ଜାଣେଇ ମୁହିଁ ମୋର ଜୀବନ ଦୁଃଖ ଭରେ ମଜ୍ଜିଲା ବୃଜିନ ସାଗରେ। ହଁ, ସଞ୍ଜୟଙ୍କ କଥାରୁ ତାଙ୍କର ଅସହାୟତା ଆଉ ସତ କହିବାଟା ଜଣାପଡ଼ୁଛି। ସେ ଯୁଧିଷ୍ଠିରଙ୍କୁ ସମ୍ମାନ ଦେଇ ନୃପଚୂଡ଼ାମଣି କହି କହୁଛନ୍ତି ଯେ ତାଙ୍କର ବଡ଼ବାପା ପିୟର ଆଉ ବଡ଼ମା ଜନନୀ ଗତ ରାତିରେ କୁଆଡ଼େ ଗଲେ, ସେ ବିଷୟରେ ସେ କିଛି ବି ଜାଣନ୍ତି ନାହିଁ। ଆଉ ଏଇଟା ସତ, କାରଣ ବିଦୁରଙ୍କ ଉପଦେଶ ଆଉ ସେମାନଙ୍କ ଯିବାଟା ଏତେ ଗୋପନୀୟ ଥିଲା ଯେ ତାହା କେବଳ ସେହି 3 ଜଣଙ୍କ ଭିତରେ ହିଁ ଥିଲା। ସଞ୍ଜୟ ନିଜ ଦୁଃଖ କହି କହୁଛନ୍ତି ଯେ ତାଙ୍କ ଜୀବନ ଦୁଃଖ ଆଉ ପାପର ସମୁଦ୍ରରେ ବୃଜିନ୍ ସାଗରରେ ବୁଡ଼ିଯାଇଛି। ଆଚ୍ଛା। ଏହା ବୋଧହୁଏ ତାଙ୍କର ନିଜର ଯୋଉ ଭୂମିକା ଥିଲା, ଯୁଦ୍ଧ କଥା କହିବା, ନିଜ ପ୍ରଭୁଙ୍କ ପତନ ଦେଖିବା ଆଉ ବର୍ତ୍ତମାନର ଏଇ ଅସହାୟତାକୁ ଇଙ୍ଗିତ କରୁଛି। ତେବେ ଏମିତି ଗୋଟେ ଦ୍ୱନ୍ଦ୍ୱ, ଆଶଙ୍କା ଆଉ ଦୁଃଖର ବାତାବରଣ ଭିତରେ ହଠାତ୍ ଗୋଟେ ଦୈବୀ ହସ୍ତକ୍ଷେପ ହେଉଛି। ଏମନ୍ତେ କହୁ ମନ ଖେଦ, ଗଗନେ ଶୁଭେ ବୀଣା ନାଦ, ଶୁଣି ଚାହିଁଲେ ଅନ୍ତରୀକ୍ଷେ, ନାରଦ ଦିଶିଲେ ପ୍ରତ୍ୟକ୍ଷେ, ତୁମ୍ବୁରୁ ଅଛି ତାଙ୍କ ସଙ୍ଗେ, ବୀଣା ବିନୋଦ ବାଦ୍ୟ ରଙ୍ଗେ, ନାଦେ ଗୋବିନ୍ଦ ଗୁଣ ଗାଇ, ପୁଲକ ରୁମପନ୍ତି ବହି, ଆନନ୍ଦେ ଅଶ୍ରୁଜଳ ପୁରେ, ମିଳିଲେ ରାଜାର ଛାମୁରେ। କି ଅଦ୍ଭୁତ ଦୃଶ୍ୟ, ଭାବନ୍ତୁ ଟିକେ। ଯେତେବେଳେ ସମସ୍ତେ ଦୁଃଖ ଆଉ ଅନିଶ୍ଚିତତାରେ ବୁଡ଼ି ରହିଛନ୍ତି, ଠିକ୍ ସେତିକିବେଳେ ଆକାଶରୁ ମିଠା ବୀଣା ସ୍ୱର ଶୁଭୁଛି। ବାଃ! ଆଉ ସେଠାରେ ସ୍ୱୟଂ ଦେବର୍ଷି ନାରଦ ଉପସ୍ଥିତ। ସେ ଏକା ନୁହନ୍ତି, ତାଙ୍କ ସାଙ୍ଗରେ ଅଛନ୍ତି ଗନ୍ଧର୍ବ ତୁମ୍ବୁରୁ, ଯିଏ ବୀଣା ବଜାଉଛନ୍ତି। ନାରଦ ନିଜେ ଭଗବାନ ଗୋବିନ୍ଦଙ୍କ ଗୁଣ ଗାଉଛନ୍ତି। ଆଉ ସେ ଗୀତରେ ଏତେ ମଗ୍ନ ଯେ ତାଙ୍କ ଦେହର ସବୁ ରୋମ ଟାଙ୍କୁଡ଼ି ଉଠିଛି। ପୁଲକ ରୋମପନ୍ତି ବହି ଆଉ ଆଖି ଆନନ୍ଦ ଲୁହରେ ଭର୍ତ୍ତି। ଓହୋ! ଏହି ଦିବ୍ୟ ରୂପରେ ସେ ଆସି ରାଜା ଯୁଧିଷ୍ଠିରଙ୍କ ସାମ୍ନାରେ ପହଞ୍ଚିଲେ। ନାରଦଙ୍କ ଆଗମନ ତ ସବୁବେଳେ କୌଣସି ଗୁରୁତ୍ୱପୂର୍ଣ୍ଣ ଘଟଣାର ସୂଚନା ଦିଏ। ଏଠାରେ ତାଙ୍କର ଏମିତି ହଠାତ୍ ଆସିବାର ମାନେ କ'ଣ? ଆଉ ଏଇ ବିଶେଷ ଭାବରେ ଗୋବିନ୍ଦ ଗୁଣଗାନ ଆନନ୍ଦାଶ୍ରୁ ଆସିବାର କାରଣ? ଦେଖନ୍ତୁ, ନାରଦ ହେଉଛନ୍ତି ତ୍ରିକାଳଦର୍ଶୀ। ସେ ସବୁ ଜାଣନ୍ତି। ତାଙ୍କର ଆସିବା ହିଁ ସୂଚାଉଛି ଯେ ଯୁଧିଷ୍ଠିରଙ୍କ ମନରେ ଯୋଉ ପ୍ରଶ୍ନ ଆଉ ଆଶଙ୍କା ଉଠିଛି, ତାର ସମାଧାନ ଏବେ ମିଳିବ। ସେ ଏଇ ଦ୍ୱନ୍ଦ୍ୱକୁ ଦୂର କରିବାକୁ ଆସିଛନ୍ତି। ଆଚ୍ଛା। ଆଉ ସେ ଗୋବିନ୍ଦଙ୍କ ଗୁଣ ଗାଇ ଆସିବାଟା ଦେଖଉଛି ଯେ ଯାହା ହଉଛି ବା ହେବାକୁ ଯାଉଛି, ସେସବୁ ଭଗବାନଙ୍କ ଲୀଳାର ଅଂଶ। ଏଟା ସାଧାରଣ ସାଂସାରିକ ଦୁଃଖ ନୁହେଁ, ବରଂ ଗୋଟେ ଆଧ୍ୟାତ୍ମିକ ଯାତ୍ରାର ଅଂଶ। ତାଙ୍କର ସେଇ ଆନନ୍ଦମୟ ରୂପ ଏକ ପ୍ରକାର ଆଶ୍ୱାସନା ଦେଉଛି ଯେ ଚିନ୍ତା କରିବାର କିଛି ନାହିଁ, କାରଣ ସବୁ ଗୋଟେ ବଡ଼ ଯୋଜନାର ଅଂଶ। ପାଣ୍ଡବମାନେ ଏହି ଦିବ୍ୟ ଅତିଥିଙ୍କୁ କେମିତି ସ୍ୱାଗତ କଲେ? ଶେଷ ପଗରେ ଅଛି, ଦେଖି ସମ୍ଭ୍ରମେ ନୃପମଣି
ଅନୁଜ ସଙ୍ଗେ ପାଦେ ନମି ମୁନିଙ୍କି ଆସନ୍ନେ ବସାଇ ବେନି ଚରଣ କରେ ଧୋଇ ଚରଣ ପୂଜି ବିଧି ମତେ କହନ୍ତି ନାରଦ ଅଗ୍ରତେ। ନାରଦଙ୍କୁ ଦେଖିବା ମାତ୍ରେ ଯୁଧିଷ୍ଠିର ଆଉ ତାଙ୍କର ସବୁ ଭାଇମାନେ ବହୁତ ସମ୍ମାନ ଆଉ ସମ୍ଭ୍ରମର ସହିତ ତାଙ୍କ ପାଦତଳେ ପ୍ରଣାମ କଲେ। ହଁ, ସେମାନେ ତୁରନ୍ତ ତାଙ୍କୁ ଗୋଟେ ଭଲ ଆସନରେ ବସେଇଲେ, ନିଜ ହାତରେ ତାଙ୍କ ପାଦ ଧୋଇଲେ ଆଉ ବିଧି ଅନୁସାରେ ପାଦପୂଜା କଲେ। ଏଇଟା ହେଉଛି ଆମ ଭାରତୀୟ ସଂସ୍କୃତିର ଅତିଥି ଦେବୋଭବ ପରମ୍ପରା। ଠିକ୍। ବିଶେଷ କରି ଜଣେ ମହାନ ଋଷିଙ୍କ ପ୍ରତି ଏହା ହେଉଛି ସବୁଠୁ ବଡ଼ ସମ୍ମାନ। ଏହି ସତ୍କାର ଦ୍ୱାରା ସେମାନେ ନିଜର ବିନମ୍ରତା ଆଉ ଜାଣିବାର ଇଚ୍ଛା ଦେଖେଇଲେ, ଯାହା ନାରଦଙ୍କୁ ଖୁସି କଲା ଆଉ ପରବର୍ତ୍ତୀ ସତ୍ୟକଥା କହିବା ପାଇଁ ଗୋଟେ ଭଲ ବାତାବରଣ ତିଆରି କଲା। ଏହାପରେ ହିଁ ସେମାନେ ନିଜ ମନର ଚିନ୍ତା ନାରଦଙ୍କ ଆଗରେ କହିଥିବେ। ଆଜିର ଆଲୋଚନାକୁ ଯଦି ଆମେ ଟିକେ ସଂକ୍ଷେପରେ ଦେଖିବା, ତାହେଲେ ଗୋଟେ ପଟେ ଧୃତରାଷ୍ଟ୍ରଙ୍କର ଦୃଢ଼ ନିଶ୍ଚୟ ଆଉ ମୋହମୁକ୍ତ ହୋଇ ବଣକୁ ଯିବା, ଗାନ୍ଧାରୀଙ୍କର ପତିବ୍ରତା ଆଉ ସାଙ୍ଗ୍ୟ ହେବା, ବିଦୁରଙ୍କର ଚୁପଚାପ ସାହାଯ୍ୟ କରିବା। ହଁ, ଆଉ ଅନ୍ୟପଟେ ଯୁଧିଷ୍ଠିରଙ୍କର ଗଭୀର ଚିନ୍ତା, ଆଶଙ୍କା ଆଉ ନିଜକୁ ଦୋଷ ଦେବା, ସଞ୍ଜୟଙ୍କର ଅଜ୍ଞତା ଆଉ ଦୁଃଖ ଏବଂ ଶେଷରେ ସବୁ ଦ୍ୱନ୍ଦ୍ୱର ସମାଧାନର ସଂକେତ ନେଇ ନାରଦଙ୍କର ଆବିର୍ଭାବ ବାସ୍ତବିକ ଗୋଟେ ବହୁତ ନାଟକୀୟ ଆଉ ଭାବପୂର୍ଣ୍ଣ ଅଧ୍ୟାୟ। ନିଶ୍ଚୟ। ଏଇ ଅଂଶରୁ ଆମେ ଅନେକ କଥା ଶିଖିବା। ଜୀବନର କୋଉ ନା କୋଉ ସମୟରେ ସାଂସାରିକ ଆସକ୍ତିର ମୁକ୍ତ ହେବାର ଆବଶ୍ୟକତା, ଧର୍ମର ଅଲଗା ଅଲଗା ରୂପ ଯେମିତି ପତିବ୍ରତା, ରାଜଧର୍ମ, ଗୁରୁଭକ୍ତି, ଅତିଥି ସତ୍କାର ଆଉ ସେଗୁଡ଼ିକୁ ପାଳନ କରିବାର ମହତ୍ତ୍ୱ। ଜୀବନର ଯୋଉ ଅବଶ୍ୟମ୍ଭାବୀ ପରିବର୍ତ୍ତନ ଯେମିତି ବାନପ୍ରସ୍ଥ, ତାକୁ ସ୍ୱୀକାର କରିବାର ସାହସ ଏବଂ ସବୁଠୁ ବଡ଼ କଥା, ଯେତେବେଳେ ମଣିଷର ବୁଦ୍ଧି କାମ କରେ ନା, ସେତେବେଳେ ଦୈବୀ କୃପା ବା ମାର୍ଗଦର୍ଶନ କେମିତି ମିଳେ, ଯାହାର ପ୍ରତୀକ ହେଉଛନ୍ତି ଏଠି ନାରଦ। ତେବେ ନାରଦଙ୍କ ଆଗମନ ସହିତ ଏହି ଅଂଶ ଶେଷ ହେଉଛି, କିନ୍ତୁ ଏକ ବଡ଼ ପ୍ରଶ୍ନ ଛାଡ଼ିଯାଉଛି, ନାରଦ କ'ଣ କହିବେ? ଧୃତରାଷ୍ଟ୍ର, ଗାନ୍ଧାରୀ ଓ ବିଦୁର କେଉଁଠି ଅଛନ୍ତି, କେମିତି ଅଛନ୍ତି? ଏହି ରହସ୍ୟର ଉନ୍ମୋଚନ ହିଁ ପରବର୍ତ୍ତୀ ଆଲୋଚନାର ବିଷୟ ହେବ। ଆଉ ଶ୍ରୋତାମାନେ ଏଇଟା ବି ଚିନ୍ତା କରିପାରନ୍ତି, ଧୃତରାଷ୍ଟ୍ରଙ୍କ ଭଳି ଜଣେ ଚରିତ୍ର ଯେ ସାରା ଜୀବନ ମୋହରେ ବାନ୍ଧି ହୋଇ ରହିଲେ, ତାଙ୍କର ଏହି ଶେଷ ନିଷ୍ପତ୍ତି କେତେ ଗୁରୁତ୍ୱପୂର୍ଣ୍ଣ। ଏଇଟା କ'ଣ ଦେଖଉଛି ଯେ ପରିବର୍ତ୍ତନ ପାଇଁ କେବେ ବି ଡେରି ହୁଏ ନାହିଁ? ବାଃ, ଏକ ଚମତ୍କାର ପ୍ରଶ୍ନ। ଶ୍ରୋତାମାନେ ଏହା ଉପରେ ନିଶ୍ଚୟ ବିଚାର କରିବେ। ଯଦି ଆଜିର ଏହି ଆଲୋଚନା ଆପଣଙ୍କୁ ଭଲ ଲାଗିଥାଏ ଆଉ ଆପଣ ଭଗବାନ ବାସୁଦେବଙ୍କ ପ୍ରତି ନିଜର ଶ୍ରଦ୍ଧା ଜଣାଇବାକୁ ଚାହାନ୍ତି, ତେବେ କମେଣ୍ଟ ବକ୍ସରେ ଓ ନମୋ ଭଗବତେ ବାସୁଦେବାୟ ଲେଖିପାରିବେ। ଏବଂ ନାରଦ ମୁନିଙ୍କ ମୁହଁରୁ ସେହି ଗୁରୁତ୍ୱପୂର୍ଣ୍ଣ କଥା ଶୁଣିବା ପାଇଁ ଆମ ସହିତ ପରବର୍ତ୍ତୀ ଆଲୋଚନାରେ ନିଶ୍ଚୟ ଯୋଡ଼ି ହୁଅନ୍ତୁ। ନିଶ୍ଚୟ। ସେ ପର୍ଯ୍ୟନ୍ତ ବିଦାୟ ନେଉଛୁ। ଓ ନମୋ ଭଗବତେ ବାସୁଦେବାୟ। ଓମ୍ ନମୋ ଭଗବତେ ବାସୁଦେବାୟ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।